ଗ୍ୟାସ୍ ରେଟ୍ କେବଳ ଇଏ ରେଟ୍ ବଢ଼ିଛି ଯେଉଁଟା ବ୍ୟବସାୟିକ ଇଏରେ ବ୍ୟବହାର କରୁଛନ୍ତି। ବସ୍ ଆଜି ମହାସମାରୋହରେ ଏଠି ପାଳନ କରାଗଲା। ଢେଙ୍କାନାଳ ଜିଲ୍ଲାର ସବୁ ବ୍ଲକରୁ ଆଉ ଇଏ ମାନେ ଆମର ଲେବର ମାନେ ଆଜି ଏଠିକି ଆସିଥିଲେ। ଆଉ ତାଙ୍କର ଯେତେ ଗୁଡ଼େ ବେନିଫିଟ୍ ସ୍କିମ୍ ଅଛି ସେ ସ୍କିମ୍ର ପଇସା ଆଜି ଦିଆଗଲା। ପ୍ରାୟ 966 ଜଣ ଆଉ ଲେବର ଭାଇ ଭଉଣୀ ମାନେ ତାଙ୍କର ବିଭିନ୍ନ ଯେଉଁ ସ୍କିମ୍ ଅଛି ଯେମିତି ବାହାଘର ସ୍କିମ୍, ପିଲାକୁ ପାଠ ପଢ଼ିବା ସ୍କିମ୍, କେଉଁଠି କାହାର ଡେଥ୍ ହେଇଯାଇଛି ସେ ସ୍କିମ୍ରେ ସବୁ ଆଜି ପଇସା ଦିଆଗଲା। ସମୁଦାୟ 5,17,00,000 ଟଙ୍କା ଆଜି ପେମେଣ୍ଟ କରାଗଲା। ମୁଁ ବହୁତ ଖୁସି ଅନୁଭବ କରୁଛି ତାଙ୍କ ସହିତ ଆଜି ଆଉ ବିତେଇକିରି ଘଣ୍ଟାଟେ ବିତେଇଲି। ମୋର ବିଶ୍ୱାସ ଯେ ପ୍ରକୃତ ରାଷ୍ଟ୍ର ନିର୍ମାଣ ତାଙ୍କ ଦ୍ୱାରା ହେଉଛି। ସେଇମାନେ ସବୁ ନିର୍ମାଣ କାର୍ଯ୍ୟରେ ଆଗରେ ଠିଆ ହେଉଛନ୍ତି। ସେମାନଙ୍କ ବିନା କୌଣସି ରାଷ୍ଟ୍ର ନିର୍ମାଣ ହେଇପାରିବ ନାହିଁ। ତେଣୁ ଆଜିର ଦିନରେ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଗ୍ୟାସ୍ ରେଟ୍ କେବଳ ଇଏ ରେଟ୍ ବଢ଼ିଛି ଯେଉଁଟା ବ୍ୟବସାୟିକ ଇଏରେ ବ୍ୟବହାର କରୁଛନ୍ତି ସେଇ ଗ୍ୟାସ୍ଟା ବଢ଼ିଛି। ଆଉ କଞ୍ଜୁମର ମାନଙ୍କର ଯେଉଁମାନେ ଡେଲି କଞ୍ଜୁମର ସେମାନଙ୍କ ଉପରେ କୌଣସି ପ୍ରେସର ପଡ଼ିନାହିଁ।